ଏକ ଡକାୟତି ଘଟଣାରେ ପୁଲିସ ତୁରନ୍ତ ଏକ୍ସନ ନେଇ 5 ଜଣ ଡକାୟତକୁ ବାନ୍ଧିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଖମଣଖୋଲ ରାସ୍ତାର ଡାବୁଡାକା ଘାଟିରେ ହୋଇଥିଲା ଡକାୟତି। ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି 20,000 ଟଙ୍କା, ବାଇକ୍ ଓ ମୋବାଇଲ ଲୁଟି ନେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପାଇବା ପରେ ବାଲିଗୁଡା ପୁଲିସ ତୁରନ୍ତ ଏକ୍ସନ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ଗତ 8 ତାରିଖ ଦିନ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି ବଲାଙ୍ଗୀର ଯାଉଥିଲେ। ତେବେ ଡାବୁଡାକା ଘାଟିରେ 2ଟି ମୋଟରସାଇକେଲରେ 5 ଜଣ ଦୁର୍ବୃତ୍ତ ଆସି ଅଜୟ କୁମାରଙ୍କୁ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ପାଖରେ ଥିବା ନଗଦ 20,000 ଟଙ୍କା, ମୋବାଇଲ ଓ ତାଙ୍କ ମୋଟରସାଇକେଲ ଛଡ଼ାଇ ନେଇ ପଳାଇଥିଲେ। ପରେ ପୁଲିସ ନିକଟରେ ଅଭିଯୋଗ ହେବାରୁ ତ୍ୱରିତ ପଦକ୍ଷେପ ନେଇ 5 ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ସେମାନଙ୍କ ନିକଟରୁ 3ଟି ବାଇକ୍, 4ଟି ମୋବାଇଲ ଫୋନ ଏବଂ 20,000 ଟଙ୍କାକୁ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ ସାହୁ, ଆଶିଷ ପଟେଲ, ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ ଓ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳର ରୀତିକ ଖମାରୀ ଓ ଶିବ ପଟେଲ। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।